ପ୍ରାର୍ଥନା ମାର୍ଚ୍ଚ 15, 1914। ମୋ ଚିନ୍ତା ତୋ ଦ୍ୱାରା ପୂର୍ଣ୍ଣ, ପୂର୍ଣ୍ଣ ମୋର ହୃଦୟ, ପରିପୂର୍ଣ୍ଣ ମୋର ସମଗ୍ର ସତ୍ତା। ତୋ ସାନ୍ନିଧ୍ୟରେ ବଢ଼ି ଚାଲିଛି ଶାନ୍ତି। ଏହି ଶାନ୍ତି ଜନ୍ମ ଦେଉଛି ସ୍ଥିର ପ୍ରଶାନ୍ତିର ଏପରି ଏକ ଅବିମିଶ୍ର ସୁଖ। ମନେ ହୁଏ ତାହା ଯେପରି ବିଶ୍ୱତୁଲ୍ୟ ବ୍ୟାପକ ଏବଂ ଅତଳସ୍ପର୍ଶୀ ଗଭୀରତା ତୁଲ୍ୟ ଗମ୍ଭୀର, ଯେଉଁ ଗଭୀରତା ଆମକୁ ତୋ ଆଡ଼କୁ ନେଇଯାଏ। ହେ ଭଗବାନ, ସେହି ସବୁ ରାତ୍ରି କି ନୀରବ କି ନିର୍ମଳ, ଯେଉଁ ସମୟରେ ମୋର ପରିପ୍ଲୁତ ହୃଦୟ ତୋ ଦିବ୍ୟ ପ୍ରେମ ସଙ୍ଗେ ଏକୀଭୂତ ହୁଏ। ସକଳ ବସ୍ତୁ ମଧ୍ୟରେ ପ୍ରବେଶ କରି, ସକଳ ଜୀବନକୁ ଆଲିଙ୍ଗନ କରି, ସକଳ ଚିନ୍ତାକୁ ଆଲୋକିତ ଓ ସଞ୍ଜୀବିତ କରି, ସକଳ ଭାବାବେଗ ଶୁଦ୍ଧ କରି, ସକଳ ଚେତନା ମଧ୍ୟରେ ଜାଗ୍ରତ କରି, ତୋ ଅନୁପମ ସାନ୍ନିଧ୍ୟର ଚେତନା ଓ ତନ୍ମଧ୍ୟରୁ ଜାତ ଅନିର୍ବଚନୀୟ ଶାନ୍ତିର ଚେତନା। ହେ ପ୍ରଭୁ, ଏହା ହିଁ କର। ଏହି ଚେତନା, ଏହି ଶାନ୍ତି ଯେପରି ଆମମାନଙ୍କ ମଧ୍ୟରେ କ୍ରମଶଃ ବୃଦ୍ଧି ପାଏ, ଯଦ୍ୱାରା ଆମ୍ଭେମାନେ ତୋର ଅଦ୍ୱିତୀୟ ଦିବ୍ୟ ବିଧାନର ଉତ୍ତରୋତ୍ତର ଏକନିଷ୍ଠ ସେବକ ହୋଇଉଠୁ। ମା।